ଦୁର୍ଗତି ନାଶିନୀ ଭୟ ହରା ମାତ ଜଗତାରିଣୀ କାମାକ୍ଷୀ ଗିରିରାଜ ନନ୍ଦିନୀ ଭଗବତୀ ଯୋଗେଶ୍ୱରୀ ବାସିନୀ ବନ୍ଦେ ସୁନ୍ଦର ଭୀଉର ବେଷ୍ଟିତ ଲଳିତା ସିଦ୍ଧେଶ୍ୱରୀ ରେଣୁକା ବାଞ୍ଛିତଂ ବରଦାୟିନୀ ଗିରିସୁତା କୁର୍ବଂ ସ୍ତୁତେ ମଙ୍ଗଳମ୍। ଜୟ ଜଗନ୍ନାଥ। ମୁଁ ଜ୍ୟୋତିର୍ବିଦ ଚନ୍ଦ୍ରଶେଖର ନାୟକ। ମୋର ଚ୍ୟାନେଲ ଜ୍ୟୋତିଷରେ ଜାତକକୁ ଆପଣମାନଙ୍କୁ ମୋର ଅନ୍ତରର ଗଭୀରତମ ପ୍ରଦେଶରୁ ସ୍ୱାଗତ ଜଣାଉଛି। ବନ୍ଧୁଗଣ, ଆମେ ଯେଉଁ ବିବାହ ବିଷୟରେ ପଢୁଥିଲେ, ଆମେ ଭକୁଟ ଦୋଷ ବିଷୟରେ ପଢୁଥିଲେ। ଭକୁଟ ଦୋଷର 2 ପ୍ରକାର ଦୋଷ ବିଷୟରେ ଆମେ ପଢି ସାରିଛେ। ଆଉ ଭକୁଟ ଦୋଷରେ ଯାହାକି ଆମର ଅଷ୍ଟକୂଟ ମିଳନରେ 7 ମାର୍କଟିଏ ମିଳେ 36ରୁ। ତେଣୁ ସେଥିରେ ଦେଖନ୍ତୁ 3 ପ୍ରକାର ଦୋଷ ରହିଥାଏ। 1 ନମ୍ବର ହେଲା ଷଡ଼ାଷ୍ଟକ, 2ରେ ହେଲା ନବମ ପଞ୍ଚମ, 3ରେ ହେଲା ଦ୍ୱିଦ୍ୱାଦଶ। এই ଏପିସୋଡ ଗୁଡ଼ିକ ମୁଁ ଆଗରୁ କରିଛି, କିନ୍ତୁ ଆଜି ଟିକେ ଭଲ ଭାବରେ ଜାଣିବା ଯେ ଜିନିଷଟି କଣ ବୋଲି କରି। ବନ୍ଧୁଗଣ ଦେଖନ୍ତୁ, ବର ଆଉ କନ୍ୟା ଇଏ 2 ଜଣ, ତାଙ୍କର ଯେତେବେଳେ ଦାମ୍ପତ୍ୟ ଜୀବନ ସେମାନେ ବିତେଇବେ, ସେଇ ଦାମ୍ପତ୍ୟ ଜୀବନଟି ସୁଖମୟ ହବ କି କଷ୍ଟସାଧ୍ୟ ହବ, ଆମେ ଏଇଥିରୁ ଜାଣିପାରିବା। ସେଥିପାଇଁ ପୁରାଣ ଯୁଗର ମୁନି ଋଷିମାନେ ଶାସ୍ତ୍ର ମାଧ୍ୟମରେ ବିଭିନ୍ନ କଥା ସେ କହି ଯାଇଛନ୍ତି। ତାହେଲେ ଏଇ ଯୋଉ ଦୋଷ ବିଷୟରେ ଆମେ ଆଲୋଚନା କରିବା, ଆମେ ନେଇଛେ ପାର୍ଟ 404। ଆଉ ଶୀର୍ଷକଟିର ନାଁ ହେଉଛି ବିବାହରେ ଦ୍ୱିଦ୍ୱାଦଶ ଦୋଷ, ଦାମ୍ପତ୍ୟ ସମସ୍ୟା ଓ ତାର ସମାଧାନ। ମୁଖ୍ୟତଃ ଭକୁଟ ଦୋଷରେ ପରସ୍ପର ଭିତରେ ଅଣ୍ଡରଷ୍ଟାଣ୍ଡିଂ ଠିକ ରହେ ନାହିଁ। ତା ମାନେ ଜଣେ ଜଣକୁ ବୁଝିପାରେ ନାହିଁ। 2 ଜଣଙ୍କ ଭିତରେ ବୁଝାମଣା ଭୁଲ ହଉଛି। ତା କାରଣଟି କଣ? ତା କାରଣଟି ହଉଛି ଜଣେ ଜଣଙ୍କର ମାନସିକତାକୁ ପଢି ପାରୁନାହିଁ। ସେଥିପାଇଁ ହିଁ ଡିଷ୍ଟର୍ବ ହଉଛି ସବୁ କ୍ଷେତ୍ରରେ। ତାହେଲେ ଆମେ ଦେଖିବା ଏଇ ଯୋଉ ଦ୍ୱିଦ୍ୱାଦଶ ଦୋଷଟିଏ କଣ। ବନ୍ଧୁଗଣ, ତା ପୂର୍ବରୁ ଦେଖନ୍ତୁ 1ରୁ 12 ପର୍ଯ୍ୟନ୍ତ ମୁଁ ସିରିଏଲ କରିକିରି ରାଶି ଗୁଡ଼ିକ ଲେଖିଛି। ରାଶି ପାଇଁ ଏ ସିରିଏଲଟା ହଉଛି ମୁଖ୍ୟ, କାହିଁକିନା ଆମର ସିରିଏଲଟା ହିଁ ଲେଖାଯାଉଛି ସେଠି। ତାହେଲେ ବନ୍ଧୁଗଣ ଦେଖନ୍ତୁ, ଆମେ ଦ୍ୱିଦ୍ୱାଦଶ କହିଲେ ଆମେ କଣ ବୁଝୁଛେ? ଜଣଙ୍କ ରାଶି ଠାରୁ ଆଉ ଜଣଙ୍କ ରାଶିଟି ଯଦି 2 ହୁଏ, ମନେକର ବର ରାଶି ଠାରୁ କନ୍ୟା ରାଶି 2 ହେଲା, ଆଉ କନ୍ୟା ରାଶି ଠାରୁ ବର ରାଶିଟି 12 ହେଲା, ତାକୁ ଆମେ କହିବା ଦ୍ୱିଦ୍ୱାଦଶ। ବନ୍ଧୁଗଣ, ଆମେ ଗୋଟେ ଉଦାହରଣ ନେଇଯିବା। ମନେକର ଜଣଙ୍କର ମେଷ ରାଶି ଆଉ ଜଣଙ୍କର ବୃଷ ରାଶି। ତାହେଲେ ଦେଖିବା, ଦେଖନ୍ତୁ ମେଷରୁ ବୃଷ ଗଣିଲେ 1 2 ହେଲା, ଆଉ ବୃଷରୁ ମେଷ ପର୍ଯ୍ୟନ୍ତ ଗଣିଗଲେ 1 2 3 4 5 6 7 8 9 10 11 12 ହେଇଯାଉଛି। ଜଣକ ରାଶିରୁ ଜଣକ ରାଶି ଗଣିଲେ ହଉଛି 2, ଆଉ ଜଣକ ରାଶିରୁ ତାପର ରାଶିକି ଗଣିଲେ ହଉଛି 12। ତାକୁ ଆମେ କହିବା ଦ୍ୱିଦ୍ୱାଦଶ ଦୋଷ। ଆଚ୍ଛା, ଦ୍ୱିଦ୍ୱାଦଶଟା ବି 2 ପ୍ରକାର। ଗୋଟିଏ ହଉଛି ମିତ୍ର ଦ୍ୱିଦ୍ୱାଦଶ, ଆଉ ଗୋଟିଏ ହଉଛି ଅରି ଦ୍ୱିଦ୍ୱାଦଶ। ମୁଁ ଯୋଉଟା ପୂର୍ବ ପାଠରେ ଆପଣଙ୍କୁ ସବୁ ପଢେଇ ଦେଇଛି ଆଗରୁ ସେ ବିଷୟରେ। ଅର୍ଥାତ୍ ଯଦି ବର ରାଶିର ସଂଖ୍ୟାଟି କନ୍ୟା ରାଶିର ସଂଖ୍ୟା ଠାରୁ ବଡ ହେଇଥାଏ, ଦେଖନ୍ତୁ ମନେକର ଜଣଙ୍କର ହେଲା 1 ନମ୍ବର କନ୍ୟାର, ଆଉ ବରର ହେଲା 2 ନମ୍ବର, ତାହେଲେ ବରଟି ଉପରେ ରହିଲା। ତାହେଲେ ଆକୁ ଆମେ କହିବା କଣ? ମିତ୍ର ଦ୍ୱିଦ୍ୱାଦଶ। ଆଉ ଯଦି ଓଲଟା ହେଇଗଲା, ତାକୁ ଆମେ କହିବା ଅରି ଦ୍ୱିଦ୍ୱାଦଶ। ଆମେ ସେଟା ପଢିଥିଲେ ପୂର୍ବେ। ଏବେ ଆଉ ଟିକେ ତାକୁ ତର୍ଜମା କରିକିରି ଭଲ କରି ଜାଣିବା ଯେ ପ୍ରକୃତରେ କେଉଁ କେଉଁ ରାଶିକୁ ଏଇଟା ଲାଗୁଛି, ଆଉ କୋଉ କୋଉ ରାଶିକୁ ସେଟା ଅଶୁଭକାରକ ହଉଛି। ଏତିକି ହଉଛି କଥାଟିଏ। ଦେଖନ୍ତୁ ବନ୍ଧୁଗଣ, ମନେକର ଜଣଙ୍କର ରାଶି ହେଲା ମୀନ, ଆଉ ଜଣଙ୍କର ହେଲା ମେଷ। ଦେଖନ୍ତୁ ମୀନ ମେଷ, ମୀନରୁ ମେଷ ଗଣିଲେ 2,
ଆଉ ଏଠୁ ଗଣିଗଲେ 1 2 3 4 5 6 7 8 9 10 11 12। ତାହେଲେ ମୀନ ମେଷ, ଆଚ୍ଛା ଇଏ ଯଦି ହୁଏ ସିଏ ତ ବର ରାଶି ମନେକର ଯଦି 1 ହେଲା, ମେଷ ରାଶି କନ୍ୟା ରାଶି ହେଲା 12। ଦେଖନ୍ତୁ ବନ୍ଧୁଗଣ, କାହିଁକିନା 12 ପରେ ଯାଇ ଫେର 1 ଆସି ଯାଉଛି। ତେଣୁ ସେଥିପାଇଁ ଆକୁ ଆମେ କହିବା କଣ ନା, ଯଦି କନ୍ୟାର ହେଇଥାଏ ମୀନ ରାଶି, ବରର ହେଇଥାଏ ମେଷ ରାଶି, ତାହେଲେ ଆମେ ତାକୁ କହିବା ମିତ୍ର ଦ୍ୱିଦ୍ୱାଦଶ ବୋଲି ଆମେ ସେଠି ପଢିଥିଲେ। ଆଉ ଗୋଟିଏ ନିୟମ ହିସାବରେ ଆମେ ଦେଖିବା, ଏଟା ଡାଇରେକ୍ଟ କଥାଟିଏ, ଏଥିରେ ଆପଣଙ୍କୁ ଗଣିବାର କିଛି ଆବଶ୍ୟକତା ନାହିଁ। ଆପଣ ଲିଷ୍ଟଟା ଦେଖିଦେଲେ ଜାଣିପାରିବେ ଯେ କୋଉଟା ଶୁଭ କୋଉଟା ଅଶୁଭ ବୋଲି। ଯେତେ ସରଳୀକରଣ କରିହେବ ପାଠଟିକୁ, ମୋର ଉଦ୍ଦେଶ୍ୟ ପାଠଟିକି ଯେତେ ସରଳୀକରଣ କରିହେବ। କାହିଁକି ନା ଯେଉଁ ଦର୍ଶକମାନେ ଅଛନ୍ତି ସେମାନଙ୍କର ଯେମିତି ଏହା ବୋଧଗମ୍ୟ ହେବା ଦରକାର ଜିନିଷଟି କଣ ବୋଲି କରି। ଆଚ୍ଛା ବନ୍ଧୁଗଣ, ଦେଖିବା ତାହେଲେ ଶୁଭ କଣ ପାଇଁ। ଏଇଟା ଶୁଭ ଲିଷ୍ଟରେ ମୁଁ ଏତିକି ଲେଖିଛି, ଆଉ ଅଶୁଭ ଲିଷ୍ଟରେ ଏତିକି ଲେଖିଛି। ଏଇଟା କଣ ପାଇଁ ଶୁଭ, ଏଇଟା କଣ ପାଇଁ ଅଶୁଭ, ଆମେ ତାକୁ ପ୍ରମାଣ କରିବା। ଖାଲି ମୌଖିକ କହିଦେଲେ ହେବ ନାହିଁ, ତାକୁ ଆମେ ପ୍ରମାଣ କରି ଦେଖିବା। ଦେଖନ୍ତୁ ବନ୍ଧୁଗଣ, ମୀନ ରାଶି ଆଉ ମେଷ ରାଶି, ରାଶିର ଅଧିପତିଙ୍କି ଆମେ ଜାଣିଦବା କିଏ କିଏ। ମୀନ ରାଶିର ଅଧିପତି କିଏ ମୁଁ ଲେଖିଦେଇଛି ଏଠି, ବୃହସ୍ପତି। ମେଷ ରାଶିର କିଏ, ମଙ୍ଗଳ। ତାହେଲେ ବୃହସ୍ପତି ଆଉ ମଙ୍ଗଳଙ୍କ ଭିତରେ ମିତ୍ରତା ବୋଲି ମୁଁ ଆଗରୁ କହିଛି। ଦେଖନ୍ତୁ ରବି, ଚନ୍ଦ୍ର, ମଙ୍ଗଳ ଆଉ ବୃହସ୍ପତି, ଇଏ 4 ଜଣ ହେଲେ ମିତ୍ର, ପରସ୍ପରର ମିତ୍ର। ଆଚ୍ଛା ସେମିତି ହେଲେ ଶୁକ୍ର, ଶନି, ରାହୁ ଆଉ କେତୁ, ଇଏ 4 ଜଣ ହେଲେ ମିତ୍ର। ଆଉ ବୁଧ ଗ୍ରହ ଯୋଉ ରହିଲେ, ଇଏ ବୁଧ ଗ୍ରହ ଏ ସମସ୍ତଙ୍କ ସାଙ୍ଗରେ ଆଙ୍କର ମିତ୍ର। ଆଉ କାହା ସାଙ୍ଗରେ ମିତ୍ର, ବୁଧ ରବିଙ୍କ ସାଙ୍ଗରେ ମିତ୍ର, ବୁଧ ବୃହସ୍ପତିଙ୍କ ସାଙ୍ଗରେ ମିତ୍ର, ଆଉ ବୁଧ ଚନ୍ଦ୍ରଙ୍କୁ ଶତ୍ରୁ ବୋଲି ଭାବନ୍ତି, ଆଉ ମଙ୍ଗଳଙ୍କୁ ଶତ୍ରୁ ବୋଲି ଭାବନ୍ତି, ମଙ୍ଗଳ ବି ବୁଧଙ୍କୁ ଶତ୍ରୁ ବୋଲି ଭାବନ୍ତି। ଏଟା ମୁଁ ଆଗରୁ ପଢେଇ ଦେଇଛି ଆପଣଙ୍କୁ, ଖାଲି ଆପଣଙ୍କର ଜାଣିବା ପାଇଁ ଏ ଜିନିଷଟି କରିଦେଲି। ଦେଖନ୍ତୁ ବନ୍ଧୁଗଣ, ତାହେଲେ ମୀନ ଆଉ ମେଷ, ମୀନର ମାଲିକ ହେଲେ ବୃହସ୍ପତି, ମେଷର ମାଲିକ ହେଲେ କିଏ ନା ମଙ୍ଗଳ। ତାହେଲେ ଦେଖନ୍ତୁ ବୃହସ୍ପତି ଆଉ ମଙ୍ଗଳ 2 ଜଣ ପରସ୍ପର ମିତ୍ର, ତେଣୁ ସେଟା ବିବାହଟି ଶୁଭ ହେଲା। ମିତ୍ର ହବାର ଅର୍ଥ ହଉଛି ସ୍ୱାମୀ ସ୍ତ୍ରୀ ପରସ୍ପରକୁ ମିତ୍ର ବୋଲି ଭାବିବେ। ମିତ୍ର ଯଦି ଭାବୁଛନ୍ତି ତାହେଲେ ସେମାନେ କଣ ଆଉ ମାଡ଼ଗୋଳ ହେବେ କି, ହେବେ ନାହିଁ। ମିତ୍ର କଣ ମାଡ଼ଗୋଳ ହୁଅନ୍ତି, ହୁଅନ୍ତି ନାହିଁ। ଶତ୍ରୁ ହିଁ ମାଡ଼ଗୋଳ ହୁଅନ୍ତି, ସାଧାରଣ କଥାଟିଏ। ଆଚ୍ଛା ବୃଷ ରାଶିର ମାଲିକ କିଏ ନା, ବୃଷ ରାଶିର ମାଲିକ ହେଲେ ଶୁକ୍ର। ମିଥୁନ ରାଶିର ମାଲିକ କିଏ ନା ବୁଧ। ଆଚ୍ଛା ବୁଧ ଆଉ ଶୁକ୍ରଙ୍କ ଭିତରେ ମିତ୍ରତା, ତେଣୁ ମିତ୍ରତା ହେଇଥିବା ଯୋଗୁ ତାହେଲେ ସେ ବାହାଘରଟି ଶୁଭପ୍ରଦ ହବ। ଆଚ୍ଛା ତାପରେ କର୍କଟ ଆଉ ସିଂହ, ଦେଖନ୍ତୁ କର୍କଟ ମାଲିକ ହେଲେ ଚନ୍ଦ୍ର, ସିଂହର ମାଲିକ ହେଲେ ରବି। ଆଚ୍ଛା ଚନ୍ଦ୍ର ଆଉ ରବି, ଚନ୍ଦ୍ର ରବିଙ୍କ ଭିତରେ ପ୍ରବଳ ମିତ୍ରତା, ତାହେଲେ ସିଏ ହେଲେ ଶୁଭ। ସିଂହ ଆଉ କନ୍ୟା, ଦେଖନ୍ତୁ ସିଂହ କନ୍ୟା, ସିଂହର ମାଲିକ ହେଲେ ରବି, କନ୍ୟାର ମାଲିକ ହେଲେ ବୁଧ, ବୁଧ ରବିଙ୍କର ମିତ୍ର। ତେଣୁ ସେଥିପାଇଁ ସେ ବାହାଘରଟି ମଧ୍ୟ ଠିକ ରହିବ। ଆଚ୍ଛା କନ୍ୟା ଆଉ ତୁଳା, ଦେଖନ୍ତୁ କନ୍ୟାର ମାଲିକ ହେଲେ ବୁଧ, କନ୍ୟାର ମାଲିକ ବୁଧ, ତୁଳାର ମାଲିକ ଶୁକ୍ର। ତାହେଲେ ବୁଧ ହେଲେ କଣ ନା, ବୁଧ ଆଉ ଶୁକ୍ରଙ୍କ ଭିତରେ ପ୍ରବଳ ମିତ୍ରତା, ତାହେଲେ କନ୍ୟା ଆଉ ତୁଳା ଏଇ ବାହାଘରଟି ଠିକ ରହିବ। ବିଛା ଆଉ ଧନୁ, ବିଛାର ମାଲିକ କିଏ ନା, ବିଛାର ମାଲିକ ହେଲେ ମଙ୍ଗଳ, ଧନୁର ମାଲିକ ହେଲେ ବୃହସ୍ପତି। ତାହେଲେ ବୁଧ ଆଉ ବୃହସ୍ପତି, ଦେଖନ୍ତୁ ଏଠି କଣ ହେଲା ନା କନ୍ୟା ତୁଳା, କିନ୍ତୁ ସେଟା ନବମ ପଞ୍ଚମରେ ଦୋଷଟି ଲାଗୁଛି, କିନ୍ତୁ ଏଥିରେ ଦ୍ୱିଦ୍ୱାଦଶରେ ଦୋଷଟିଏ ଲାଗୁନାହିଁ ବନ୍ଧୁଗଣ। ତାପରେ ଦେଖନ୍ତୁ ମକର ଆଉ କୁମ୍ଭ, ମକର କୁମ୍ଭ କିଏ ନା, ହଁ ଆଉ ଥରେ କହିଦଉ। ଦେଖନ୍ତୁ କନ୍ୟା ଆଉ ତୁଳା, କନ୍ୟା ତୁଳା ହେଲା କଣ ନା ବୁଧ ଆଉ ଶୁକ୍ର, ବୁଧ ଶୁକ୍ର ଭିତରେ ମିତ୍ରତା। ବିଛା ଧନୁ, ବିଛାର ମାଲିକ କିଏ ମଙ୍ଗଳ, ଆଉ ଧନୁର ମାଲିକ ହେଲେ କିଏ ନା ବୃହସ୍ପତି। ଦେଖନ୍ତୁ ମଙ୍ଗଳ ଆଉ ବୃହସ୍ପତି 2 ଜଣ ଯାକ ମିତ୍ର। ମକର କୁମ୍ଭ,
ମକର ଦେଖ ମକରର ମାଲିକ ଯିଏ କୁମ୍ଭର ମାଲିକ ବି ସିଏ ଗୋଟିଏ ମାଲିକ, ତେଣୁ ତାଙ୍କୁ ଦ୍ୱିଦ୍ୱାଦଶ ଦୋଷଟିଏ ଲାଗେ ନାହିଁ। ଆଚ୍ଛା, ଇଏ ଗଲା ଶୁଭ କାରକ ଜିନିଷ, ଏତିକି ଯେତିକି ପଢେଇ ଦେଲି ଏଇଟା ହେଲା ଶୁଭ। ଆଚ୍ଛା, ତାହେଲେ ଅଶୁଭ କିଏ କିଏ ଦେଖିଦବା। ତୁଳା ବିଛା, ଦେଖନ୍ତୁ ତୁଳାର ମାଲିକ ହେଲେ ଶୁକ୍ର, ବିଛାର ମାଲିକ ହେଲେ ମଙ୍ଗଳ। ହେଇ ମଙ୍ଗଳ ଆଉ ଶୁକ୍ର ଏଇ ଦଳର 4 ଜଣଙ୍କର ଏଇ 4 ଜଣଙ୍କ ସାଙ୍ଗରେ ଶତ୍ରୁତା ମନେ ରଖନ୍ତୁ। ତାହେଲେ ହେଇ ମଙ୍ଗଳ ଆଉ ଶୁକ୍ର ଇଏ ପରସ୍ପର ଶତ୍ରୁ, ତେଣୁ 2 ଜଣ ଯାକ ପରସ୍ପରକୁ ଶତ୍ରୁବତ ଆଚରଣଟିଏ କରିବେ, ମନମାଳିନ୍ୟ ହେଇଯିବ। ଆଚ୍ଛା, ଧନୁ ଆଉ ମକର, ଦେଖନ୍ତୁ ଧନୁର ମାଲିକ ହେଲେ ବୃହସ୍ପତି, ମକର ମାଲିକ ହେଲେ ଶନି, ତେଣୁ ବୃହସ୍ପତି ଆଉ ଶନି, ଦେଖନ୍ତୁ ବୃହସ୍ପତି କି ଶନି ଇଏ ପରସ୍ପର ମିତ୍ର, ସରି ଶତ୍ରୁ, ତେଣୁ ଶତ୍ରୁ ହେଇଥିବାରୁ ତାମାନେ ସେଟା ବାହାଘରଟି କରାଯାଏ ନାହିଁ, ବା ଦୋଷଟିଏ ଲାଗେ। କରାଯାଏ, ଏତିକି ଲାଗିଗଲେ ଯେ ଖାଲି ବାହାଘର ହେଇପାରିବନି ସେ କଥା ନୁହଁ, କିନ୍ତୁ ଦୋଷଟି ଲାଗେ, ଭକୁଟ ଦୋଷଟିଏ। ଆଚ୍ଛା, କୁମ୍ଭ ଆଉ ମୀନ, କୁମ୍ଭ ମୀନ ଦେଖନ୍ତୁ ଶନି ବୃହସ୍ପତି ସେଇ ସମାନ କଥା। ମେଷ ବୃଷ, ମେଷର ମାଲିକ ମଙ୍ଗଳ, ବୃଷର ମାଲିକ ଶୁକ୍ର, ମଙ୍ଗଳ ଶୁକ୍ର ସାଙ୍ଗରେ ଶତ୍ରୁତା, ତେଣୁ ସିଏ ହେଲା ଶତ୍ରୁ, ତାକୁ କହନ୍ତି ଅରି ଦ୍ୱିଦ୍ୱାଦଶ। ମିଥୁନ ଆଉ କର୍କଟ, ମିଥୁନର ମାଲିକ ବୁଧ, କର୍କଟର ମାଲିକ ହେଲେ ଚନ୍ଦ୍ର, ଚନ୍ଦ୍ର ବୁଧଙ୍କୁ ଶତ୍ରୁ ବୋଲି ଭାବନ୍ତି ନାହିଁ, କିନ୍ତୁ ବୁଧ ଚନ୍ଦ୍ରଙ୍କୁ ଶତ୍ରୁ ବୋଲି ଭାବନ୍ତି। ତେଣୁ ଜଣେ ତ ଜଣକୁ ଶତ୍ରୁ ବୋଲି ଭାବୁଛି ନା, ତେଣୁ ସେଥିପାଇଁ ଏତିକ ହେଲା ଅଶୁଭ କାରକ ଗ୍ରହ, ଅଶୁଭ କାରକ ମେଳକ ଏଇଟା। ତେଣୁ ଏମିତି ଯଦି ଦୋଷଟି ପଡୁଥାଏ ଜାତକରେ, ତାହେଲେ ଆମେ ତାର ପ୍ରତିକାରଟି କଣ କରିବା? ବନ୍ଧୁଗଣ ଦେଖନ୍ତୁ, ବିବାହ ସମୟରେ ପ୍ରତିକାରଟି ହଉଛି ସୁବର୍ଣ୍ଣ, ତଣ୍ଡୁଳ, ତାମ୍ର ଆଉ ବସ୍ତ୍ର ଦାନ। ଦେଖନ୍ତୁ ବନ୍ଧୁଗଣ, ତମ୍ବା ପାତ୍ରଟିଏ ଦାନ କରିବେ, ସୁବର୍ଣ୍ଣଟିଏ ଦାନ କରିବେ, ସୁବର୍ଣ୍ଣ ମାନେ ସୁନା, ତଣ୍ଡୁଳ ମାନେ ଚାଉଳ, ଆଉ ବସ୍ତ୍ର ଅର୍ଥାତ ଗୋଟିଏ ଧୋତି, ଯୋଉଟା ବସ୍ତ୍ର ଧୋତି ବା ଯୋଡ ଏଇଭଳିଆ ଜିନିଷ ମାନେ ଆପଣ ଦେଇପାରିବେ, ଆଉ ତା ସାଙ୍ଗରେ ଦକ୍ଷିଣା କିଛି, ଏତିକି ଦେଇକରି ଆପଣ ବାହାଘରଟିଏ କରିପାରିବେ। ତେଣୁ ଏଇଟାକୁ ମନେ ରଖନ୍ତୁ, ଆକୁ କହନ୍ତି ଭକୁଟ ଦୋଷ। ଭକୁଟ ଦୋଷରେ 7 ମାର୍କଟିଏ କଟିଯାଏ, ସେଠି 0 ଲେଖା ହେଇଥାଏ, ତା ମାନେ ଯଦି ପାଇଲେ ତ 7, ନ ପାଇଲେ 0। ତେଣୁ 36 ମାର୍କରୁ ଯଦି 7 ମାର୍କଟିଏ କଟିଗଲା, ଆଉ ଆପଣ 29 ମାର୍କରୁ ଯେତିକି ପାଇବେ। ତେଣୁ ବନ୍ଧୁଗଣ ଦେଖନ୍ତୁ, ଇଏ ଯୋଉ ଦୋଷ ଗୁଡିକ ମୁଁ କହୁଛି, ଇଏ ସେତିକି ବଡ ଦୋଷ ନୁହେଁ, ଆର ପ୍ରତିକାର କରିକିରି ତାକୁ ବାହାଘରଟି ମଧ୍ୟ କରିହବ। କିନ୍ତୁ ଯଦି ଅଶୁଭ କାରକ ପଡୁଛି, ୟାର ବି ପ୍ରତିକାର କରିକି ଆପଣ କରିପାରିବେ, କିନ୍ତୁ ଜାତକ 2ଟି ଜାତକରେ ବାକି ସବୁ ଯେମିତି ମିଶିଥିବ, ଅର୍ଥାତ ଗଣ ଦୋଷ ରହୁନଥିବ, ନାଡି ଦୋଷ ରହୁନଥିବ, ମଣ୍ଡଳ ସୁଜୁଥିବ, ତାହେଲେ ଯାଇକିରି ଏ କାର୍ଯ୍ୟଟି କରିହବ। ଯେତେ ଅଧିକା ସୁଜୁଥିବ ସେତେ ଭଲ ରହିବ। ତାହେଲେ ବନ୍ଧୁଗଣ ମୁଁ ଭାବୁଛି ଆପଣ ମାନେ ବୁଝି ସାରିବେଣି। ଯଦି ଆପଣ ମାନଙ୍କୁ ଭଲ ଲାଗିଥାଏ, ଲାଇକ୍ କରିବେ, ସେୟାର କରିବେ, ସବସ୍କ୍ରାଇବ କରିବେ। ଆଉ ଏତିକିରେ ରହିଲି ବନ୍ଧୁଗଣ, ଜୟ ଜଗନ୍ନାଥ।